ପୂଜା କରୁଥିବା ସମୟରେ କେଉଁ କେଉଁ ଘଟଣା ଘଟିଲେ ଆମେ ଜାଣିବା ତାହା ଶୁଭ ନା ଅଶୁଭ ଘଟଣା। ଆସନ୍ତୁ ବନ୍ଧୁଗଣ, ଆମେ ଜାଣିବା। ଆପଣମାନେ ଜାଣନ୍ତି କି ପୂଜା କରୁଥିବା ସମୟରେ ଅଳସୁଆ ଲାଗିବା, ହାଇ ଆସିବା, ପୂଜା କରୁଥିବା ସମୟରେ ଦୀପ ଅଧା ଜଳି ଲିଭିଯିବା ଓ ପୂଜା କରୁଥିବା ସମୟରେ ହଠାତ୍ ଆଖିରୁ ଭାବ ବିଭୋର ହୋଇ ଲୁହ ଆସିବା, ଏହିଭଳି ହେବା କ'ଣ ଶୁଭ ନା ଅଶୁଭ? ଏହା ଏହି ଭିଡ଼ିଓ ମାଧ୍ୟମରେ କହିବି। ଆସନ୍ତୁ ଭିଡ଼ିଓଟିକୁ ଶେଷ ଯାଏଁ ଦେଖି ଏହିସବୁ ଘଟଣା ହେଲେ କ'ଣ କରିବା, ଆସନ୍ତୁ ଏହି ବିଷୟରେ ଆମେ ଜାଣିବା। ପୂଜା କରୁଥିବା ସମୟରେ ହଠାତ୍ ଅଳସୁଆ ଲାଗିବା, ପୂଜାରେ ମନ ନ ଲାଗିବା, ପୂଜା ମଧ୍ୟରେ ହାଇ ଆସିବା, ଏହିଭଳି ହେଲେ ଆପଣ ସେହି ସମୟରେ ପୂଜା କରିବା ଉଚିତ ନୁହେଁ। କାରଣ ଆପଣ ପୂଜା କରିବା ପାଇଁ ଏହି ସମୟରେ ଆପଣଙ୍କର ଶରୀର କି ମସ୍ତିଷ୍କ ପୂଜା କରିବା ନିମନ୍ତେ ପ୍ରସ୍ତୁତ ନାହିଁ। ଏହି କଥାକୁ ଆପଣମାନେ ଭଲ ଭାବରେ ଜାଣି ରଖନ୍ତୁ। ପୂଜା କରିବା ପୂର୍ବରୁ ପ୍ରଥମେ ଆମେ ପୂଜା ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ନିଜ ମନକୁ ସ୍ଥିର ରଖି ଏକାଗ୍ରତାର ସହିତ ପୂଜା କରିବା ପାଇଁ ଯେତେବେଳେ ଆମେ ନିଜେ ପ୍ରସ୍ତୁତ ହେବା, ସେତେବେଳେ ଯାଇ ଆମେ ପୂଜା କରିବା। ନଚେତ୍ ପୂଜାରେ ବସି ମଧ୍ୟ ଆମେ ଯଦି ଅନ୍ୟ ଭାବନାରେ ବୁଡ଼ି ରହିବା, ତେବେ ଆମକୁ ପୂଜାର ସଠିକ୍ ଫଳ ମିଳିବ ନାହିଁ। ପୂଜା କରୁଥିବା ସମୟରେ ହାଇ ଆସିବା ଏହା ମଧ୍ୟ ଅଶୁଭ ଅଟେ। କାରଣ ପୂଜା କରୁଥିବା ବେଳେ ଆପଣ କ୍ଳାନ୍ତ ଅନୁଭବ କରି ଆପଣଙ୍କୁ ହାଇ ଆସିଲେ ଜାଣି ରଖିବେ ଆପଣଙ୍କ ନିକଟରେ କିଛି ନେଗେଟିଭ୍ ଊର୍ଜା ରହିଛି, ଯାହା ଆପଣଙ୍କ ପୂଜାରେ ବ୍ୟାଘାତ ଘଟାଉଥିବାର ଆଶଙ୍କା ଅଧିକ ହୋଇଥାଏ। ଆସିଲେ ଆପଣଙ୍କ ନିକଟରେ ଥିବା ପଜିଟିଭ୍ ଊର୍ଜାର ଶକ୍ତି ସେହି ସମୟରେ କମିଯାଇ ଆପଣଙ୍କ ନିକଟରେ ଥିବା ନେଗେଟିଭ୍ ଊର୍ଜାର ଶକ୍ତି ସେହି ସମୟରେ ବଢ଼ିଯାଇଥାଏ ଓ ସେ ଆପଣଙ୍କ ପୂଜାରେ ବ୍ୟାଘାତ ଦେଇପାରେ। ତେଣୁ ଆପଣଙ୍କ ନିକଟରେ ନେଗେଟିଭ୍ ଊର୍ଜା ଥିବା କାରଣରୁ ଆପଣଙ୍କର ପୂଜାରେ ମନ ଲାଗେ ନାହିଁ ଓ ପୂଜା ସମୟରେ ଅଳସୁଆ ଲାଗେ, ପୂଜା କରିବାକୁ ମନ ନ କରେ ଓ ଆପଣଙ୍କୁ ବାରମ୍ବାର ପୂଜା ମଝିରେ ହାଇ ଆସେ। ଏହା ଏକ ଅଶୁଭ ଘଟଣା ଅଟେ। ପୂଜା କରୁଥିବା ସମୟରେ ଯଦି ଛିଙ୍କ ଆସେ, ତେବେ ଟିକେ ଆଗୁଆ ସତର୍କ ହୋଇଯାଆନ୍ତୁ। କାରଣ ଛିଙ୍କ ଆସିବା ଦ୍ୱାରା ନାକ ଓ ପାଟି ବାଟେ ଅସନା ପଡ଼ି ପୂଜା ସାମଗ୍ରୀ ଅଶୁଦ୍ଧ ହୋଇଯାଏ। ତେଣୁ ପୂଜା ସମୟରେ ଛିଙ୍କ ଆସିଲେ ସେହି ସ୍ଥାନରୁ ଉଠି ଆସିବେ। ନଚେତ୍ ଏକ କପଡ଼ା ଆଣି ପାଖରେ ରଖିଥିବେ। ଛିଙ୍କ ଆସିଲେ ନାକ ଓ ପାଟିରେ ସେହି କପଡ଼ାକୁ ଦେବେ ଓ ପୂଜା ସ୍ଥାନରୁ ଉଠିଯାଇ ନିଜ ହାତ, ମୁହଁ, ନାକ ଓ ପାଦକୁ ଭଲ ଭାବରେ ଧୋଇ ପୁଣି ଆସି ପୂଜା କରିବା ନିମନ୍ତେ ବସିବେ। ଆଉ ଏକ ଘଟଣା ମଧ୍ୟ, ପୂଜା ସମୟରେ ଆମେ ଲଗାଉଥିବା ଦୀପ ବେଳେବେଳେ ଲିଭିଯାଏ। ଏହା ଏକ ଅଶୁଭ ଘଟଣା। ଯଦି ଏପରି ହୁଏ, ତେବେ ଆମେ ଯେଉଁ ମନସ୍କାମନା ପୂରଣ କରିବା ଲାଗି ଭଗବାନଙ୍କ ନିକଟରେ ପୂଜା କରି ଶୁଭ ମନାସି
ଦୀପ ଲଗାଇଥିବା ସେହି ମନସ୍କାମନାଟି ହୁଏତ ପୂର୍ଣ୍ଣ ନ ହୋଇପାରେ। ପୂଜା କରୁଥିବା ସମୟରେ ଯଦି ଦୀପ ଲିଭିଯାଏ କିମ୍ବା ଆଳତି ଦେଉଥିବା ସମୟରେ ଆଳତି ଲିଭିଯାଏ, ତେବେ ପୁଣି ଥରେ ଆଳତି ଦିଆକୁ ନେଇ ଭଲ ଭାବରେ ଧୋଇ ଠାକୁରଙ୍କ ନିକଟରେ ପୁଣି ଆଳତି କରିବେ ଓ ଯଦି ପୂଜା ସମୟରେ ଦୀପ ଲିଭିଯାଏ, ତେବେ ଠାକୁରଙ୍କ ନିକଟରେ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରି ଅନ୍ୟ ଏକ ଦୀପ ଲଗାଇ ଭଗବାନଙ୍କୁ ପ୍ରାର୍ଥନା କରିବେ। ସତ୍ ମନରେ ଆପଣ ଯଦି ପୁଣି ଥରେ ଦୀପ ଲଗାଇ ଭଗବାନଙ୍କୁ ନିଜର ଭୁଲ ପାଇଁ କ୍ଷମା ପ୍ରାର୍ଥନା କରି ନିଜର ମନସ୍କାମନା ପୂରଣ କରିବା ଲାଗି ପୂଜା କରିବେ, ତେବେ ହୁଏତ ଭଗବାନ ଆପଣଙ୍କ ଉପରେ ଖୁସି ହୋଇ ଆପଣଙ୍କର ମନସ୍କାମନା ପୂରଣ କରିବା ଲାଗି ସହାୟ ହେବେ। ଏକ ମହତ୍ତ୍ୱପୂର୍ଣ୍ଣ କଥା ରହିଅଛି। ଆମେ ପୂଜା କରିବା ବେଳେ ଭାବ ବିହୋର ହୋଇ ଆଖିରୁ ଲୁହ ଆସିବା ଏହା ବହୁତ ଭଲ ହୋଇଥାଏ, କାରଣ ଆପଣଙ୍କ ଦୁଃଖ କଷ୍ଟକୁ ଆପଣ ଠାକୁରଙ୍କ ନିକଟରେ ଜଣାଇ ପାରିଛନ୍ତି। ଭଗବାନଙ୍କ ନିକଟରେ ଆପଣ ନିଜକୁ ସମର୍ପଣ କରିଥିବାରୁ ଆପଣ ଓ ଭଗବାନଙ୍କ ମଧ୍ୟରେ ସମ୍ପର୍କର ମାଧ୍ୟମ ହୋଇ ଆପଣଙ୍କ ଆଖିରୁ ଲୁହ ଝରି ଯାଇଥାଏ। ଏହା ଅତ୍ୟନ୍ତ ଶୁଭ ଅଟେ। ଏହିଭଳି ଅନେକ ଘଟଣା ରହିଛି ଯାହା ବହୁତ ମହତ୍ତ୍ୱପୂର୍ଣ୍ଣ। ଯଦି ଏହିଭଳି ଆଉ କିଛି କଥା ଆପଣମାନେ ଜାଣିବାକୁ ଚାହାନ୍ତି, ତେବେ କମେଣ୍ଟ ମାଧ୍ୟମରେ ଜଣାଇ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ। ଆପଣମାନେ ଯଦି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଚ୍ୟାନେଲଟିକୁ ସପୋର୍ଟ କରିବେ, ତେବେ ନୂଆ ନୂଆ ଭିଡ଼ିଓ ବନାଇବା ପାଇଁ ମୋତେ ଉତ୍ସାହ ମିଳିବ। ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀ ଜଗନ୍ନାଥ।